ବାପା, ଭାରି ମନେ ପଡ଼େ ଆଜି ତୁମ କଥା। ତୁମେ ଥିଲ ମୋର ଆତ୍ମବିଶ୍ୱାସ ଓ ନିଶ୍ୱାସ। ତୁମ ପାଇଁ ରହିଗଲା ମୋର ଅବଶେଷ। ତୁମ ଇଚ୍ଛା ଥିଲା ଝିଅ ହେବ ତୁମ ଭଳି ଆଦର୍ଶ ଶିକ୍ଷକ। ଦେଖିବା ଆଗରୁ ଚାଲିଗଲ ସଭିଙ୍କୁ କରି ପର। ବାପା ନୁହେଁ, ତୁମେ ଥିଲ ଦେବତା। କେମିତି କହିବି ମୋ ହୃଦୟର ବ୍ୟଥା। କିଏ ଆଉ କହିବ ମୋ ଝିଅର ନାଁ ମୁଁ ଦେଇଛି ଅନ୍ନପୂର୍ଣ୍ଣା। ମୋ ଘରର ଲକ୍ଷ୍ମୀ ସେ ମୋ ସମ୍ପୂର୍ଣ୍ଣା। ସମସ୍ତଙ୍କୁ ଖୁସି ଦେବା ପାଇଁ ସବୁବେଳେ ଚେଷ୍ଟା କରିଲ, ଶେଷରେ ସବୁ ଭୁଲି ଏକା କରି ଚାଲିଗଲ। ଲୁହ ନୁହେଁ ଆଖିରୁ ମୋର ଝରୁଛି ଏବେ ଲହୁ। ଜାଣିନି କେବେ ଅନ୍ତ ଘଟିବ ମୋ ଦୁଃଖର। ବାପା କହନ୍ତି ତୁ ସବୁ କିଛି କରିପାରିବୁ, କେବେ ବି ଜୀବନରେ ନିରାଶ ନ ହେବୁ। ତୁ ନିଶ୍ଚୟ ଜିତିବୁ, ଏ ବିଶ୍ୱାସ ଓ ଭରସା ମୋର ତୋ ଉପରେ ଅଛି। କିନ୍ତୁ ତୁମ ଝିଅର ଚିତାପଟ ନ ଦେଖି କାହିଁକି ଛାଡ଼ି ଚାଲିଗଲ ବାପା। ବାପା ଥିଲେ ଘର ସରଗପୁର, ତୁମେ ଚାଲିଗଲ ବାପା ସବୁ କରି ଅନ୍ଧାର। ସବୁ ଜାଗାରେ ତମର ସ୍ମୃତି, କେମିତି ବଞ୍ଚିବି ମୁଁ କୁହ ତୁମ ବିନା। ବିଧିର ଏ କି ବିଧାନ, ମୋ ବାପାଙ୍କ ଶରୀରକୁ ଜାଳି ଦେଇ ଫେରି ଆସିଲେ ସମସ୍ତେ। ପ୍ରତ୍ୟେକ ଝିଅ ନିଜ ବାପାଙ୍କୁ ବହୁତ ଭଲ ପାଆନ୍ତି, କାରଣ ପୃଥିବୀର ସେହି ଗୋଟିଏ ଲୋକ ଯିଏ ଭୁଲରେ ବି ନିଜ ଝିଅକୁ କଷ୍ଟ ଦେଇପାରନ୍ତି ନାହିଁ। ଆଉ ମୁଁ ଅଭାଗିନୀ ବାପାଙ୍କୁ ଆଜି ହରେଇ ଦେଇଛି। ଜଲ୍ଦି ଝିଅ କୁନି।